ରାଧେ ରାଧେ ଜୟ ଜଗନ୍ନାଥ ବନ୍ଧୁମାନେ। ଗୋଟେ କଥା, ଜଣେ ବ୍ୟକ୍ତି ଗରିବ ଘରେ ଜନ୍ମ ହେବା ପାପ ନୁହଁ, କିନ୍ତୁ ଗରିବ ହୋଇକରି ମରିବା, ଗରିବ ଅବସ୍ଥାରେ ମରିବା ପାପ, ମହାପାପ। ଗରିବ ଘରେ ବ୍ୟକ୍ତିରେ ଜନ୍ମ ହୋଇଛି କାହିଁକି? ପୂର୍ବ ଜନ୍ମର ସଞ୍ଚିତ କର୍ମ ରହିଛି ଏବଂ ପ୍ରାରବ୍ଧବଶତଃ ସେଥିରୁ କିଛି ପ୍ରାପ୍ତ ହୋଇ ପ୍ରାରବ୍ଧ ପ୍ରାପ୍ତରୁ ଗରିବ ଘରେ ଜନ୍ମ ହୋଇଛି। ପୂର୍ବର କିଛି ଅଛି ଦୁଷ୍କର୍ମ, ଯାହାଦ୍ୱାରା କି ପ୍ରାରବ୍ଧବଶତଃ ଗରିବ ଘରେ ଜନ୍ମ ହେଲା। ଗରିବ ଘରେ ଜନ୍ମ ହେଲା ପରେ ଯଦି ସେ ପୁରୁଷାର୍ଥ ନ କରେ, ନିଜ ଗରିବୀଟାକୁ ଯଦି ନ ମିଟେଇବ, ସ୍ୱଚ୍ଛଳତା ଦିଗକୁ ଗତି ନ କରିବ, ବେୟାର ନେସେସିଟି ଯେଉଁଗୁଡ଼ାକ ଖାଦ୍ୟ, ବସ୍ତ୍ର, ବାସସ୍ଥାନ, ଆକୁ ଯଦି ନିଜେ ଯୋଗାଡ଼ ନ କରିପାରିବ, ପିଲାଙ୍କୁ ଉଚିତ ଶିକ୍ଷା ପ୍ରଦାନ ନ କରିପାରିବ, ଗରିବବଶତଃ ପିଲାଙ୍କୁ ଠିକ୍ ଢଙ୍ଗରେ ଶିକ୍ଷା ପ୍ରଦାନ ନ କରିପାରିବ ଗରିବବଶତଃ, ତାହେଲେ ସେ ଅପରାଧ କରୁଛି। ଗରିବୀଟା କେବଳ ମିଟା ଯାଇପାରିବ ନିଜର ପୁରୁଷାର୍ଥ ବଳରେ, ନିଜର ଉଦ୍ୟମ ବଳରେ। ଉଦ୍ୟମ ଯଦି ନାହିଁ, ପୁରୁଷାର୍ଥ ନାହିଁ, ତାହେଲେ ଗରିବୀ କେବେ ମିଟିବ ନାହିଁ ଏବଂ ସେ ଗରିବ ଅବସ୍ଥାରେ ହିଁ ସେ ମରିବ। ଆଉ ସେ ଗରିବ ଅବସ୍ଥାରେ ମରିବା ହେଉଛି ଗୋଟେ ଅପରାଧ, ପାପ ଗୋଟା। ଆ ଉପରେ ବିଚାର କରିବେ। ବ୍ୟକ୍ତି ତାର ନିଜର ପୁରୁଷାର୍ଥ ବଳରେ ସବୁକିଛି ପରିବର୍ତ୍ତନ କରିପାରେ, ନିଜର ଭାଗ୍ୟକୁ ପରିବର୍ତ୍ତନ କରିପାରେ। କେବଳ ପୁରୁଷାର୍ଥ, ଉଦ୍ୟମ, ପ୍ରଚେଷ୍ଟା ଆବଶ୍ୟକ। ଆ ଉପରେ ଟିକେ ବିଚାର କରିବେ। ରହିଲି। ରାଧେ ରାଧେ।